ପିଲାମାନଙ୍କୁ ଆମର ଏହି ଏଜୁକେସନ୍ ଚ୍ୟାନେଲରେ ସ୍ୱାଗତ ଜଣାଉଛୁ। ପିଲାମାନେ ଦେଖ, ଯେଉଁମାନେ ବି ସିଟି ଏକ୍ଜାମ୍ ଦେଉଛ ଆଡ଼ମିଟ୍ କାର୍ଡ଼ ଜଲ୍ଦି ଡାଉନଲୋଡ଼୍ କର। ଯେଉଁମାନେ ବି ଡାଉନଲୋଡ଼୍ କରିନ, ଆଉ ଯେଉଁମାନେ ଡାଉନଲୋଡ଼୍ କରିଛ ଭଲ କଥା। ତ ଏକ୍ଜାମ୍ ଆଉ 2 ଦିନ ଅଛି, ଆଜି 5 ତାରିଖ ହେଇଗଲାଣି। ତ ତୁମେ ଯଦି ଏଇନା ବି କିଛି ପଢ଼ିନ ବୋଲି ଭାବୁଛ, ତାହେଲେ ମୋ ଟେଲିଗ୍ରାମ୍ ଚ୍ୟାନେଲରେ ଜଏନ୍ ହେଇଯାଉ। ଆଉ ଯେତେ ସାରା ଆମର କ୍ଲାସ୍ ହେଇଛି ସବୁ PDF ସେଇଠି ଅଛି। ତ ତୁମେ ଆରାମସେ ରିଭିଜନ୍ କର ଆଉ ଏକ୍ଜାମ୍ ଦିଅ ଭଲସେ, ଯେମିତି ସିଟି ଏକ୍ଜାମ୍ କ୍ରାକ୍ କରିବ। ତ ପିଲାମାନେ ଦେଖ, ଆମ ଚ୍ୟାନେଲକୁ ଯଦି ଏପର୍ଯ୍ୟନ୍ତ ତୁମେମାନେ ସବସ୍କ୍ରାଇବ୍ କରିନ, ସବସ୍କ୍ରାଇବ୍ କରିଦିଅ। ଏକ୍ଜାମ୍ ଚାଲୁଥିବ, ଆମର କ୍ୱେଶ୍ଚନ୍ ବି ଆସୁଥିବ। ତ ଦେଖ, ଫାର୍ଷ୍ଟ କ୍ୱେଶ୍ଚନ୍ କ'ଣ ଅଛି ନା, ସୁଭାଷ ବୋଷଙ୍କ ପୂର୍ବରୁ କିଏ ଆଜାଦ ହିନ୍ଦ ଫୌଜର ନେତା ଥିଲେ? କିଏ? ସମସ୍ତେ ଜାଣିଥିବ ପିଲାମାନେ, ଏତେ ଦିନ ପାଠ ପଢ଼ିଲ ତ କିଛି ତ କ୍ୱେଶ୍ଚନ୍ର ଆନ୍ସର୍ ଜାଣିଥିବ ନା। ତ ୟାର ସଠିକ୍ ଆନ୍ସର୍ ହେଉଛି ରାସ ବିହାରୀ ବୋଷ। ତ ଏମିତିକାର କିଛି କ୍ୱେଶ୍ଚନ୍ ସିଟି ଏକ୍ଜାମ୍ରେ ପଡ଼ିବ। ଏଇଟା ନୁହେଁ କି ପିଲାମାନେ ଏଇଠୁ ସବୁ ପଡ଼ିବ, ତ ଏଇଟା ବି ହେଇପାରେ ପିଲାମାନେ। ଏଥି ମଧ୍ୟରୁ କ୍ୱେଶ୍ଚନ୍ରୁ କିଛି କ୍ୱେଶ୍ଚନ୍ ନିହାତି ପଡ଼ିବ ସିଓର। ଏଇ ମଧ୍ୟରୁ ବି କିଛି କ୍ୱେଶ୍ଚନ୍ ଅଛି ସିଟି ଏକ୍ଜାମ୍ରେ। ତ ଏପର୍ଯ୍ୟନ୍ତ ଯଦି ଆମ ଚ୍ୟାନେଲକୁ ତୁମେମାନେ ସବସ୍କ୍ରାଇବ୍ କରିନ, ଜଲ୍ଦି ସବସ୍କ୍ରାଇବ୍ କର। ତାପରେ ଦେଖ, 2 ନମ୍ବର, କେଉଁଠାରେ ସୁଭାଷ ବୋଷ ଭାରତୀୟ ସ୍ୱାଧୀନତା ସଂଘ ଓ ଆଜାଦ ହିନ୍ଦ ଫୌଜର ନେତୃତ୍ୱ ନେଇଥିଲେ? କେଉଁଠି? ନା ସିଙ୍ଗାପୁରରେ ସୁଭାଷ ବୋଷ ଭାରତୀୟ ସ୍ୱାଧୀନତା ସଂଘ ଓ ଆଜାଦ ହିନ୍ଦ ଫୌଜର ନେତୃତ୍ୱ ନେଇଥିଲେ। କେଉଁଠି? ନା ସିଙ୍ଗାପୁର। ସଠିକ୍ ଆନ୍ସର୍। ପିଲାମାନେ ନୋଟ୍ କରିଦିଅ, ନହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ଟେଲିଗ୍ରାମ୍ ଚ୍ୟାନେଲରେ ଜଏନ୍ ହେଇଯାଉ। 3 ନମ୍ବର ଦେଖ କ'ଣ କହିଛି ନା, କେଉଁଠାରେ ସୁଭାଷ ବୋଷ ଆଜାଦ ହିନ୍ଦ ସରକାର ଗଠନ କରିଥିଲେ? କେଉଁଠାରେ? ନା ୟାର ବି ସଠିକ୍ ଆନ୍ସର୍ ହେବ ପିଲାମାନେ ସିଙ୍ଗାପୁର। ସିଙ୍ଗାପୁରଠାରେ ସୁଭାଷ ବୋଷ ଆଜାଦ ହିନ୍ଦ ସରକାର ଗଠନ କରିଥିଲେ, ସିଙ୍ଗାପୁରରେ ହିଁ। ତାପରେ ଦେଖ 4 ନମ୍ବର। 4 ନମ୍ବର କ'ଣ କହିଛି ନା, ଆଜାଦ ହିନ୍ଦ ସରକାର ଗଠନ ପାଇଁ ସୁଭାଷ ବୋଷ କେଉଁ ଦେଶର ଅସ୍ଥାୟୀ ସରକାରଙ୍କୁ ଅନୁକରଣ କରିଥିଲେ? କେଉଁ ଦେଶର? ନା ୟାର ସଠିକ୍ ଆନ୍ସର୍ ହେବ ଆୟର୍ଲାଣ୍ଡ। ଆୟର୍ଲାଣ୍ଡର ସରକାରଙ୍କ ଗଠନ କରିଥିଲେ ଦେଶର ଅସ୍ଥାୟୀ ସରକାର ଅନୁକରଣ ପାଇଁ। ତାପରେ ଦେଖ ପିଲାମାନେ 5 ନମ୍ବର କ'ଣ କହିଛି। 5 ନମ୍ବର ଦେଖ, କହିଛି ନା, କେଉଁ ଦେଶ ସୁଭାଷ ବୋଷଙ୍କୁ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ଦାୟିତ୍ୱ ହସ୍ତାନ୍ତର କରିଥିଲେ? କେଉଁ ଦେଶ ସୁଭାଷ ବୋଷଙ୍କୁ? ନା ୟାର ସଠିକ୍ ଆନ୍ସର୍ ହେବ ଜାପାନ। ଜାପାନ ଦେଶ ସୁଭାଷ ବୋଷଙ୍କୁ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ଦାୟିତ୍ୱ ହସ୍ତାନ୍ତର କରିଥିଲେ। କେଉଁଠାରୁ? ନା ଜାପାନର। ସେମିତି ଦେଖ ପିଲାମାନେ, ନେକ୍ସଟ କ୍ୱେଶ୍ଚନ୍ କ'ଣ ଅଛି ନା 6 ନମ୍ବର। ପିଲାମାନେ ଦେଖ, ଏମିତି କିଛି ସିଟି ଏକ୍ଜାମ୍ରେ କ୍ୱେଶ୍ଚନ୍ ପଡ଼ିବ, ତ ଭିଡ଼ିଓକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖ, ସ୍କିପ୍ କର ନାହିଁ। ଆଉ କେତେ ଦିନ ଏକ୍ଜାମ୍ ଅଛି, ଦିନେ ଗ୍ୟାପ୍। ତ ଏପର୍ଯ୍ୟନ୍ତ ଯଦି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନ, ସବସ୍କ୍ରାଇବ୍ କରି ଡୋନେସନ୍ କରିଦିଅ। ତାପରେ ଦେଖ 6 ନମ୍ବର କ୍ୱେଶ୍ଚନ୍ କ'ଣ କହିଛି ନା, କହିଛି କେଉଁଠାରେ ସୁଭାଷ ବୋଷ ଭାରତୀୟ ପତାକା ଉତ୍ତୋଳନ କରିଥିଲେ? କେଉଁଠାରେ? ନା ୟାର ସଠିକ୍ ଆନ୍ସର୍ ହେବ କୋହିମା। କୋହିମାଠାରେ ସୁଭାଷ ବୋଷ ଭାରତୀୟ ପତାକା ଉତ୍ତୋଳନ କରିଥିଲେ। କୋହିମାରେ ପିଲାମାନେ କ'ଣ? ନା କୋହିମା। ତାପରେ ଦେଖ 7 ନମ୍ବର କ'ଣ କହିଛି। 7 ନମ୍ବର କହିଛି, କେଉଁଠାରେ ଏକ ସାମରିକ ଅଦାଲତ ଦ୍ୱାରା ଆଜାଦ ହିନ୍ଦ ଫୌଜର 3 ଜଣ ସେନାଧ୍ୟକ୍ଷଙ୍କ ବିଚାର ହୋଇଥିଲା? କେଉଁଠାରେ? ନା ୟାର ସଠିକ୍ ଆନ୍ସର୍ ହେବ ଗୌହାଟୀ। ତ ସଠିକ୍ ଆନ୍ସର୍। ତାପରେ 8 ନମ୍ବର ଦେଖ ପିଲାମାନେ, ଯିବା କ'ଣ ଅଛି ନା, ଆଜାଦ ହିନ୍ଦ ଫୌଜର କେଉଁ ସେନାଧ୍ୟକ୍ଷ ସାମରିକ ଅଦାଲତ ବିଚାରର ସମ୍ମୁଖୀନ ହୋଇନଥିଲେ? କେଉଁ ଦେଶର? ନା ୟାର ସଠିକ୍ ଆନ୍ସର୍ ହେବ ଗୁରୁଦୟାଳ ସିଂ ଧୋଲି। ସଠିକ୍ ଆନ୍ସର୍। କି ମୋହନ ସିଂ ବି ହେଇପାରେ। ତ ଏଇ ଦୁଇଟା ମଧ୍ୟରୁ ଗୋଟେ ହେଇଥିବ, ଡାଉଟ୍ ରହୁଛି ମୁଁ ବି। ତ ଆପଣମାନେ ଯଦି ଜାଣିଛନ୍ତି କମେଣ୍ଟରେ କୁହନ୍ତୁ। ତାପରେ ଦେଖ 10 ନମ୍ବର କ'ଣ କହିଛି ନା, ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରେରିତ କ୍ୟାବିନେଟ୍ ମିଶନ କେବେ ଭାରତରେ ପହଞ୍ଚିଲେ? କେବେ? ନା ୟାର ସଠିକ୍ ଆନ୍ସର୍ ହେବ ମେ 16, 1946 ମସିହାରେ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରେରିତ କ୍ୟାବିନେଟ୍ ମିଶନ ଭାରତରେ ପହଞ୍ଚିଥିଲେ। ତ ପିଲାମାନେ 10 ନମ୍ବର। ତାପରେ 11 ନମ୍ବର ଦେଖ, କିଏ କ୍ୟାବିନେଟ୍ ମିଶନର ସଦସ୍ୟ ନଥିଲେ? କିଏ କ୍ୟାବିନେଟ୍ ମିଶନର ସଦସ୍ୟ ନଥିଲେ? ନା ଲର୍ଡ଼ ମାଉଣ୍ଟବ୍ୟାଟେନ୍। ସଠିକ୍ ଆନ୍ସର୍, ଯେଟା କି ଲର୍ଡ଼ ମାଉଣ୍ଟବ୍ୟାଟେନ୍ କ୍ୟାବିନେଟ୍ ମିଶନର ସଦସ୍ୟ ନଥିଲେ। ତାପରେ ଯିବା 12 ନମ୍ବର। 12 ନମ୍ବର କ'ଣ କହିଛି ଦେଖ, ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ଟି ନୋଟ୍ କରିନିଅ, ନହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ଟେଲିଗ୍ରାମ୍ ଚ୍ୟାନେଲରେ ଜଏନ୍ ହେଇଯାଉ। ଦେଖ, ମୁସଲମାନମାନଙ୍କ ଦ୍ୱାରା ପ୍ରତ୍ୟକ୍ଷ କାର୍ଯ୍ୟ ଦିବସ ରୂପେ ପାଳନ କରିବା ପାଇଁ ମହମ୍ମଦ ଅଲି ଜିନ୍ନା କେଉଁ ଦିନଟିକୁ ଧାର୍ଯ୍ୟ ଦେଇଥିଲେ?
ନା ଜୁନ୍ 29, 1946 ଦିନଟିକୁ ଧାର୍ଯ୍ୟ କରିଥିଲେ। ତ ପିଲାମାନେ ଆଜି ପାଇଁ ଏତିକି କ୍ୱେଶ୍ଚନ୍ ଥିଲା। ତ ପୁଣି 6 ତାରିଖ ବି କ୍ଲାସ୍ ହେବ, କାହିଁକି ନା 6 ତାରିଖ ଅଲ୍ ଟୋଟାଲ୍ ରିଭିଜନ୍ କରେଇବି। ତାପରେ 7 ତାରିଖ ଦିନ ବି କିଛି କ୍ୱେଶ୍ଚନ୍ ଆସିବ, ଯେଉଁମାନଙ୍କର 8 ତାରିଖ ଦିନ ଏକ୍ଜାମ୍ ଅଛି, 9 ତାରିଖ ଦିନ ଏକ୍ଜାମ୍ ଅଛି, ସେମିତି ତ 11 ତାରିଖ ପର୍ଯ୍ୟନ୍ତ ଏକ୍ଜାମ୍ ଅଛି ନା। ତ ଡେଲି କ୍ୱେଶ୍ଚନ୍ ଆସିବ। ଆଉ ଯେଉଁ ଦିନ ଯେଉଁଟା ଏକ୍ଜାମ୍ ହେବ, ଯେମିତି 7 ତାରିଖ ଦିନ 3ଟା ସିଫ୍ଟ ଥିବ, 3ଟା ସିଫ୍ଟର କ୍ୱେଶ୍ଚନ୍ ବି ଆଣିବା ପାଇଁ ଆମେ ଟ୍ରାଏ କରିବୁ। ତ ଯଦି ଆମ ଚ୍ୟାନେଲ୍କୁ ତୁମେମାନେ ସବସ୍କ୍ରାଇବ୍ କରିନ ପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିଦିଅ। ଆଉ କାହାର କେତେବେଳେ ସିଫ୍ଟ ଅଛି, ସିଫ୍ଟ ଟାଇମିଂ, ଏକ୍ଜାମ୍ ଟାଇମିଂ, ତ କମେଣ୍ଟରେ ଜଣାଅ କି କମେଣ୍ଟରେ ଦେଇଦିଅ କାହାର କେଉଁ ଜାଗାରେ ଏକ୍ଜାମ୍ ଅଛି। ତ ଆମେ ଯାଇ ଭିଜିଟ୍ ମଧ୍ୟ କରିବୁ ସେଇ ଜାଗାରେ।